କୋଣାର୍କ ଯାତ୍ରୀ ନିବାସ ପରିସରରେ ପର୍ଯ୍ୟଟନ ବିଭାଗ ଓ ବନ ବିଭାଗ ମିଳିତ ସହଯୋଗରେ 75ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ କୋଣାର୍କ କୋର୍ଟ ବିଚାରପତି ଜଜ୍ ସୀତେଶ ମହାନ୍ତି, ଏନ୍ଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀ ଓ ପର୍ଯ୍ୟଟନ ଅଧିକାରୀ ଅମିୟ ରଞ୍ଜନ ସେଠୀ ପ୍ରମୁଖ ଯୋଗଦେଇ ବୃକ୍ଷକୁ ପୂଜାର୍ଚ୍ଚନା ଓ ନଡ଼ିଆ ବାଡ଼େଇ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ନିମନ୍ତ୍ରିତ ଅତିଥିମାନଙ୍କ ସହ ବନ ବିଭାଗ ଓ ପର୍ଯ୍ୟଟନ ବିଭାଗ କର୍ମଚାରୀ, ସ୍ଥାନୀୟ ସ୍ୱେଚ୍ଛାସେବୀ, ସମାଜସେବୀ, ପରିବେଶ ପ୍ରେମୀ, ପ୍ରକୃତି ବନ୍ଧୁ, ସାମ୍ବାଦିକ ଓ ଛାତ୍ରଛାତ୍ରୀମାନେ ଯୋଗଦେଇ ପ୍ରାଥମିକ ପର୍ଯ୍ୟାୟରେ 500ରୁ ଉର୍ଦ୍ଧ୍ୱ ବୃକ୍ଷରୋପଣ କରିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଯାତ୍ରୀ ନିବାସ ପରିସରରେ ପ୍ରାୟ 1500 ବୃକ୍ଷ ରୋପଣ କରାଯିବା ସହ କୋଣାର୍କ ଅଞ୍ଚଳରେ 10,000ରୁ ଉର୍ଦ୍ଧ୍ୱ ବୃକ୍ଷରୋପଣ କରାଯିବ ବୋଲି ବନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି। ପାଖାପାଖି ଆଜି ଯେଉଁ ବନୋତ୍ସବ 75ତମ ବନୋତ୍ସବ ସପ୍ତାହରେ ପାଖାପାଖି ଆମର କୋଣାର୍କ ଏରିଆ ଭିତରେ ପାଖାପାଖି 10,000ରୁ ଅଧିକ ଆମେ ରଖିଛୁ ଗଛ ଲଗାଇବାରେ। ଆଉ ଅଦିନ ଯେଉଁ ବର୍ଷା ଯେଉଁ ହେଉଛି ଏ ପରିବେଶକୁ ଆମେ ଆମର ଗଛ ଲଗାଇଲେ ଆମର ଯେଉଁ ପ୍ରକାର ଇକୋ ବାଲାନ୍ସଟା ଆମେ ଭାବୁଛୁ ଠିକ୍ ଭାବରେ ହେବ। ତା ଗରମର ଯେଉଁ ପ୍ରକାର ତରତାମ ରହୁଛି ପରିବେଶ ଉପରେ ଏହାର ନିଶ୍ଚିନ୍ତ ଗଛ ଲଗାଇଲେ ପ୍ରଭାବ ପଡ଼ିବ। ସ୍ଥାନୀୟ ଜଙ୍ଗଲ ବିଭାଗ ତରଫରୁ 75ତମ ବନ ମହୋତ୍ସବ ପାଳନ ହେଉଛି। ତାହା ସହିତ ଯେଉଁ ଭାରତ ସରକାରଙ୍କ ଏକ ଆହ୍ୱାନ ଦିଆଯାଇଛି ଏକ ପେଡ଼ ମା କେ ନାମ, ତ ପ୍ରତିଟି ଶିଶୁ ପାଇଁ ଯେମିତି ମାଆର ଭୂମିକା ଗୁରୁତ୍ୱପୂର୍ଣ୍ଣ, ଛୋଟ ହେବାଠାରୁ ବଡ଼ ହେବା ପର୍ଯ୍ୟନ୍ତ ମା ତା'ର ଲାଳନ କରିଥାଏ। ସେହି ଭାବାବେଗର କଥା ଅନୁସାରେ ଆମର ଏ ଯେଉଁ ସ୍ଲୋଗାନ ବା ଆହ୍ୱାନ ଦିଆଯାଇଛି, ଆଜି ଆମେ ଯେହେତୁ ଆମର ବର୍ତ୍ତମାନ ଗଛର ସଂଖ୍ୟା କମି କମି ଯାଉଛି, ବାୟୁମଣ୍ଡଳର ତାପମାତ୍ରା ବଢ଼ି ବଢ଼ି ଯାଉଛି, ଏଇ ଯେଉଁ ପରିବର୍ତ୍ତନ ଜଳବାୟୁର ପରିବର୍ତ୍ତନ ତ ଆମର ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଉଛି। ସେହି ପରିପ୍ରେକ୍ଷୀରେ ଆମେ ସ୍ଥାନୀୟ ଜଙ୍ଗଲ ବିଭାଗ ସହଯୋଗରେ ପାଖାପାଖି ଆଜି 2000 ଗଛ ରୋପଣ କରିଛୁ। ସେ ଗଛ ଭିତରେ ଆପଣଙ୍କର ଅଁଳା, ଖସୁଚୁଡ଼ା, ପୋଲାଙ୍ଗ, କାଞ୍ଚନ ଆଉ ବଳକୋଳି ଆଦି ବିଭିନ୍ନ ପ୍ରକାର ଗଛ ଲଗାଇଛୁ, ଯାହା ନିଶ୍ଚିତ ଭାବରେ ଆମେ ଆଶା ରଖିବୁ ଏ ଗଛ ଯେମିତି ଭାବରେ ବଞ୍ଚି ରହିବ। କୋଣାର୍କରୁ ଜ୍ଞାନରଞ୍ଜନ ବିଶ୍ୱାଳଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।